ଆଜି ବନେଇବା ଖରା ଦିନ ସ୍ପେଶିଆଲ ଆଳୁ ବିନ୍ ପୁରା ମସଲାଦାର ଭଜା ଯାହାକି ପଖାଳ ସହିତ ପୁରା ମଜା ଆସିଯିବ। ଆପଣଙ୍କୁ ଗରମ ଭାତ ସହିତ ମଧ୍ୟ ଖାଇପାରିବେ। ଖାଇବାକୁ ଅତି ସୁଆଦିଆ କିନ୍ତୁ ବନେଇବାକୁ ଅତି ସହଜ କିନ୍ତୁ ବହୁତ ହି ଚଟାପଟ ହେଇଥାଏ। ଆପଣଙ୍କୁ ରୁଟି ପରଟା ସହିତ ମଧ୍ୟ ଖାଇପାରିବେ। ଛୁଆଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ବହୁତ ହି ପସନ୍ଦ କରିବେ। ତ ଆଜି ଓଡ଼ିଆ ବୋହୂ ତା ଷ୍ଟାଇଲରେ କିପରି ଆଳୁ ବିନ୍ ମସଲାଦାର ଭଜା ବନେଇଛି ଚାଲନ୍ତୁ ଦେଖିନେବା। ନମସ୍କାର, ଓଡ଼ିଆ ବୋହୂ ରୋଷେଇକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମରେ ଆମେ ଗୋଟେ କଡ଼େଇକୁ ବହୁତ ଭଲ ଭାବରେ ଗରମ କରିନେବା। ଗରମ କରିସାରିଲା ପରେ ଏଠି ମୁଁ ଦଉଛି ସୋରିଷ ତେଲ। ଆଉ ସୋରିଷ ତେଲ ମାତ୍ର 2 ରୁ 3 ସ୍ପୁନ ମୁଁ ଏଠି ଦେଇଛି ନର୍ମାଲ ସ୍ପୁନରେ। ଆପଣ କମ ବେଶୀ କରିପାରିବେ। ତେଲ ଏଠି ଗରମ ହେଇ ଆସିଲାଣି ତ ତେଲକୁ ଭଲ ଭାବରେ ଗରମ କରିବେ। ତାପରେ ଅଧା ସ୍ପୁନ ଦେଇଛି ସୋରିଷ, ଅଧା ସ୍ପୁନ ଜିରା, ଗୋଟେ ଶୁଖିଲା ଲଙ୍କା, ରାଗପଣ ପାଇଁ ଗୋଟେ କଞ୍ଚା ଲଙ୍କାକୁ ଏଠି ମୁଁ କ୍ରସ କରିକି ଦଉଛି। ତାପରେ ଆମେ ଗୋଟେ ବଡ ସାଇଜର ପିଆଜକୁ ଏଠି ଚପ୍ କରିକି ଦେଇଦେବା। ତାପରେ ଆମେ ପିଆଜକୁ ପୁରା 80% କୁକ୍ ହେଲା ପର୍ଯ୍ୟନ୍ତ ଭାଜିଦେବା, ଯେମିତି କି ପିଆଜ ପୁରା ଟ୍ରାନ୍ସଲୁସନ ହେଇଯିବ ଆଉ ପିଙ୍କ କଲର ହେଇଯିବ। ପିଆଜକୁ ଜମା କଡା କରିକି ଭାଜିବେନି। ତାପରେ ଏଠି ଦେଖନ୍ତୁ ଆଳୁ ବିନକୁ ମୁଁ କାଟିକି ରଖିଥିଲି ଧୋଇକି ସଫା କରିକି, ତ ଏଠି ଆମେ ଆଡ କରିନେବା। ଆଉ ଏଠି ମୁଁ ନର୍ମାଲ ଦେଶୀ ବିନ୍ ର ୟୁଜ କରୁଛି। ଆଉ ଏଇଟା ଦେଶୀ ବିନ୍ ରେ ହିଁ ବେଶୀ ଭଲ ଲାଗିଥାଏ, ଫ୍ରେଞ୍ଚ ବିନ୍ ନେବେନି। ତ ବହୁତ ବଢିଆ ଏଠି ତିଆରି ହବ ଯଦି ଆପଣ ଦେଶୀ ବିନ୍ ରେ ତିଆରି କରୁଛନ୍ତି ଏଇ ଭଜାକୁ। ତ ପ୍ରଥମେ ଆମେ ଟିକେ ହାଇ ଫ୍ଲେମ ରେ 1 ରୁ 2 ମିନିଟ ଭାଜି ନେବା। ଏଠି ଦେଖନ୍ତୁ 1 ରୁ 2 ମିନିଟ ଭଲ ଭାବରେ ଭାଜି ଆସିଲାଣି। ହାଇ ଫ୍ଲେମ ରେ ପ୍ରଥମେ 1 ରୁ 2 ମିନିଟ ଭାଜିବା ଦ୍ୱାରା ତାର ଯାହା ଏକ୍ସଟ୍ରା ପାଣି ଅଂଶ ଥାଏ ସବୁ ମରି ଯାଇଥାଏ ଆଉ ଆମର ଭଜା ବହୁତ ହି କଡକଦାର ଭଜା ହେଇଥାଏ। ତାପରେ ଏଠି ମୁଁ ହାଫ ସ୍ପୁନ ହଳଦୀ ଗୁଣ୍ଡ ଦେଇ ଦଉଛି। ତାପରେ ମୁଁ ଏଠି ହାଫ ସ୍ପୁନ ଲୁଣ ଦେଇ ଦଉଛି ସ୍ୱାଦ ଅନୁସାରେ। ହଳଦୀ ଲୁଣକୁ ଦେଇକି ଭଲ ଭାବରେ ଆମେ ଟିକେ ମିଶେଇ ନେବା। ଆଉ ଏଠି ଆମେ ଯେତେବେଳେ ମିଶେଇ ସାରିବା ଆମେ ଏଠି ମିଡିୟମ ଫ୍ଲେମ କରିଦେବା। ତାପରେ ଆଉ ଜମା ବି ହାଇ ଫ୍ଲେମ କରିବେନି। ଆଉ ଏଠି ବିନ୍ ଆଉ ଆଳୁକୁ ଭଲ ଭାବରେ ହଳଦୀ ଲୁଣ ସହିତ ମିଶେଇଲା ପରେ ତାକୁ ଘୋଡେଇକି ଆମେ 10 ମିନିଟ ପାଇଁ କୁକ୍ କରିବା। 10 ମିନିଟ ହେଇଯାଇଛି ତ ଏଠି ମୁଁ ଆପଣଙ୍କୁ କାଢିକି ଦେଖଉଛି। ଦେଖନ୍ତୁ ଆମର ଆଳୁ ବିନ୍ ଅଧା ଅଧି ସିଝି ଆସିଲାଣି। ଆଉ ମଝିରେ ମଝିରେ ଆପଣ ଏମିତି ଚଟୁ ମାରି ଦଉଥିବେ, ନହେଲେ ତ ତଳେ ଭଜା ଲାଗିଯିବ। ତାପରେ ଆମେ ଆହୁରି 5 ମିନିଟ ଘୋଡେଇକି ଆଉ ଥରେ ଟିକେ ନାକୁ ସିଝେଇବା, ଯେମିତି କି ଆମର ବିନ୍ ଆଳୁ ଆହୁରି ଭଲ ଭାବରେ ସିଝିଯିବ। 5 ମିନିଟ ପରେ ଏଠି ମୁଁ ଲିଡ୍ ଖୋଲୁଛି। ଦେଖନ୍ତୁ ଆମର ଏଠି ବିନ୍ ଆଳୁ ପୁରା ବଢିଆ ଭାବରେ ସିଝି ଆସିଲାଣି। ଆଉ ଏଇଠି ଯେତେବେଳେ ଆପଣଙ୍କର 80% ଭଜା ପୁରା ସିଝିଯିବ ସେଇ ସମୟରେ ଆମେ କିଛି ମସଲାକୁ ଆଡ କରିବା, ଯାହାଦ୍ୱାରା କି ଆମର ଭଜାରେ ବହୁତ ହି ବଢିଆ ଟେଷ୍ଟ ଆସିଥାଏ। ଏଠି ଦଉଛି ମୁଁ ହାଫ ସ୍ପୁନ ଟିକେ ନାକୁ କାଶ୍ମୀରୀ ଲଙ୍କା ଗୁଣ୍ଡ ଭଲ କଲର ପାଇଁ, ହାଫ ସ୍ପୁନ ଏଠି ଦଉଛି ଧନିଆ ଗୁଣ୍ଡ। ତାପରେ ଏଠି ଦେଖନ୍ତୁ ହାଫ ସ୍ପୁନ ଦେଇଛି ମୁଁ କରି ପାଉଡର। ଆପଣ ଏଠି କିଚେନ କିଙ୍ଗ ମସଲା ଦେଇପାରିବେ, ନହେଲେ ତ ଗରମ ମସଲା ଦେଇପାରିବେ, ନହେଲେ ତ ଆମଚୁର ପାଉଡର ଟିକେ ନାକୁ ଦେଇପାରିବେ। ଏଇ ସବୁ ଅପସନ ମୁଁ ଆପଣମାନଙ୍କୁ ଦେଇଛି। ତ ଏଇ ସବୁ ମସଲା ଆପଣ ଦେଇକି ଦେଖନ୍ତୁ, ବହୁତ ହି ବଢିଆ ଆମର ଭଜା ରେଡି ହେଇଥାଏ। ଆଉ ସବୁ ପ୍ରକାର ମସଲାର ଟେଷ୍ଟ ଟିକେ ଅଲଗା ଆସିଥାଏ। ତେଣୁକରି ଆପଣ ଏଇ ଯେକୌଣସି ମସଲା ଭିତରୁ ଗୋଟିଏ ଦେଇପାରିବେ। ମୁଁ ଏଠି କରି ପାଉଡର ୟୁଜ କରୁଛି। କରି ପାଉଡର ଦ୍ୱାରା ବି ମଧ୍ୟ ଭଜା ବହୁତ ହି ବଢିଆ ଟେଷ୍ଟ ଆସିଥାଏ। ଏଇଠି ଆମର 80% ଭଜା ପୁରା ସିଝି ଆସିଲାଣି। ତ ଏବେ ଆମେ ମିଡିୟମ ଫ୍ଲେମରେ ଓପନ ପ୍ୟାନ କରିକି ଭଜାକୁ ବହୁତ ଭଲ ଭାବରେ ଭାଜିବା, ଯେମିତି କି ଆମର ମସଲା ଟିକେ ଭାଜି ହେଇଯିବ ଆଉ ଆମର ଭଜା ବହୁତ ହି ସ୍ୱାଦିଷ୍ଟ ଲାଗିବ। ତାପରେ ରାଗପଣ ପାଇଁ ଏଠି ମୁଁ ଟିକେ ନାକୁ ହାଲକା ଚିଲି ଫ୍ଲେକ୍ସ ଦେଇଛି। ଆପଣ କୁଟା ହେଇଥିବା ଲଙ୍କାଗୁଣ୍ଡ ମଧ୍ୟ ଦେଇପାରିବେ, ନହେଲେ ନର୍ମାଲ ଲଙ୍କାଗୁଣ୍ଡ ବି ଆଡ କରିପାରିବେ। ଲାଷ୍ଟକୁ ଦେବାର କାରଣ ଯେମିତି କି ଆମର ଚିଲି ଫ୍ଲେକ୍ସ ନ ପୋଡିବ, ତେଣୁକରି ଏଠି ମୁଁ ଲାଷ୍ଟକୁ ଆଡ କରିଛି। ଏହା ଦ୍ୱାରା ଆମର ଦେଖିବାକୁ ବି ବହୁତ ସୁନ୍ଦର ଲାଗିଥାଏ ଆଉ ଖାଇବାକୁ ବି ମଧ୍ୟ ବହୁତ ହି ଟେଷ୍ଟ ଆସିଥାଏ। ଏଇଠି ମୁଁ ଆଉ 5 ମିନିଟ ମାତ୍ର ଭାଜିଥିଲି ଲୋ ଫ୍ଲେମରେ। ଆଉ ଦେଖନ୍ତୁ ଏଇଠି କେତେ ସୁନ୍ଦର ଆମର ଭଜା ରେଡି ହେଇଯାଇଛି, ପୁରା କ୍ରିସ୍ପି ଭଜା ରେଡି ହେଇଛି ଆଉ ବହୁତ ହି ସ୍ୱାଦିଷ୍ଟ ଲାଗିଥାଏ ଏଇ ମସଲାଦାର ଆଳୁ ବିନ୍ ଭଜା। ଥରେ ଆପଣ ନିହାତି ଟ୍ରାଏ କରନ୍ତୁ, ଆପଣଙ୍କୁ ବହୁତ ହି ପସନ୍ଦ ଆସିବ। ଯେହେତୁ ଆଗକୁ ପଖାଳ ଦିବସ ଆସୁଛି, ପଖାଳରେ ଏଇ ଭଜାକୁ ଖାଇବା ଦ୍ୱାରା ବହୁତ ହି ମଜା ଲାଗିଥାଏ। ତ ନିହାତି ଏବେ ଟ୍ରାଏ କରିବେ, ଖରା ଦିନେ ତ ପୁରା ମଜା ଆସିଯିବ ପଖାଳ ସାଙ୍ଗରେ ଖାଇବାକୁ। ତାହେଲେ ଏବେ ଚାଲନ୍ତୁ ମୁଁ ଆକୁ ସର୍ଭ କରିକି ଦେଖେଇ ନଉଛି। ଏଇଠି ଦେଖନ୍ତୁ କେତେ ସୁନ୍ଦର ଆମର ଆଳୁ ବିନ୍ ଭଜା ପୁରା ରେଡି ହେଇଯାଇଛି, ପୁରା କ୍ରିସ୍ପି ଭଜା ରେଡି ହେଇଛି ଆଉ ପୁରା ମସଲାଦାର ଭଜା ଏଠି ରେଡି ହେଇଛି। ବହୁତ ହି ଟେଷ୍ଟି ଲାଗିଥାଏ। ଥରେ ନିହାତି ଏବେ ଟ୍ରାଏ କରିବେ। ଆଉ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣେଇ ପାରିବେ। ଆଉ ଯଦି ଆପଣ କିଛି ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି କମେଣ୍ଟ ସେକ୍ସନରେ ଲେଖିପାରିବେ। ଆଉ ଯଦି ଛୋଟ ଛୋଟ ଭିଡିଓ ମୋର ଭଲ ଲାଗୁଥାଏ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି, ସାଇଡରେ ବେଲ ଆଇକନକୁ ପ୍ରେସ୍ କରିବେ। ତା ଦ୍ୱାରା ଆପଣମାନେ ମୋର ଏମିତି ଭଲ ଭଲ ରେସିପି ଗୁଡ଼ିକ ପ୍ରଥମେ ଦେଖିପାରିବେ। ଆମର ଇନଷ୍ଟାଗ୍ରାମ ପେଜ, ଫେସବୁକ ପେଜରେ ଦେଖୁଥିଲେ ଫଲୋ କରିବାକୁ ବିଲକୁଲ ଭୁଲିବେନି। ସେଠି ବି ମଧ୍ୟ ମୁଁ ଆପଣମାନଙ୍କ ପାଇଁ ବହୁତ ହି ବଢିଆ ବଢିଆ ପୋଷ୍ଟ କରିଥାଏ। ଆଉ ଆଗକୁ ମୁଁ ଏମିତି ବହୁତ ହି ବଢିଆ ବଢିଆ ରେସିପିସ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ତ ଆଜି ପାଇଁ ଏତିକି, ବାଇ ବାଇ।